ଯୌବନର ଉଜୁଡ଼ା ସ୍ଥିତିରେ ସଂଗ୍ରାମୀ ଜୀବନର କବିତା ପ୍ରତିମା ନାୟକ। ଅତ୍ୟାଧୁନିକ ଓଡ଼ିଆ କବିତାର ଜନକ ପଦ୍ମଶ୍ରୀ ଡକ୍ଟର ସଚ୍ଚିଦାନନ୍ଦ ରାଉତରାୟ। ସଚ୍ଚି ରାଉତରାୟ ଖୋର୍ଦ୍ଧା ସହରତଳି ଗୁରୁଜଙ୍ଗ ଗ୍ରାମରେ 1916 ମସିହାରେ ପିତା ପ୍ରସନ୍ନ କୁମାର ରାଉତରାୟ ମାତା ମୁକ୍ତାମାଳୀ ଦେବୀଙ୍କଠାରୁ ଜନ୍ମଗ୍ରହଣ କରି 2004 ମସିହାରେ ମୃତ୍ୟୁବରଣ କରିଛନ୍ତି। କଲିକତା ସିଟି କଲେଜରୁ IA ଏବଂ କଟକର ରେଭେନ୍ସା କଲେଜରୁ BA ପାସ୍ ପରେ କଲିକତା ସ୍ଥିତ କେଶରାମ ଲୁଗାକଳରେ ଶ୍ରମ ଅଫିସର ଭାବରେ କାର୍ଯ୍ୟ କରି ଅନେକ ବର୍ଷ କଲିକତା ମହାନଗରୀରେ ସ୍ଥାୟୀ ବସବାସ କରିଥିଲେ। ଏକାଧାରରେ କବି, ଗାଳ୍ପିକ, ଔପନ୍ୟାସିକ, ସମାଲୋଚକ, ସୁବକ୍ତା ଥାଇ ବିଦେଶ ଭ୍ରମଣ କରିଥିଲେ। ଛୋଟ ମୋର ଗାଁଟି କବିତାର କବି ଭାବରେ ସେ ଜଣେ ଅମର କାଳଜୟୀ ଲୋକପ୍ରିୟ ଲେଖକର ମର୍ଯ୍ୟାଦା ପାଇଛନ୍ତି। ନିଜର ସାହିତ୍ୟ କୃତି ପାଇଁ 1986 ମସିହାରେ ଜ୍ଞାନପୀଠ ପୁରସ୍କାର ପାଇଥିଲେ। ଭାରତ ସରକାର ତାଙ୍କୁ ପଦ୍ମଶ୍ରୀ ସମ୍ମାନ ଏବଂ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ଦେଇଥିଲେ। ସେ ଜଣେ ପାଠ୍ୟାନ୍ତର୍ଗତ ପ୍ରତିଭା। ତାଙ୍କର କବିତା ଗଳ୍ପମାନ ଯଥା ମଶାଣିର ଫୁଲ, ମାଟିର ତାଜ, ହାତ ବେଶୀଥର ଶ୍ରେଣୀଗୃହରେ ପଢ଼ା ଯାଉଥିଲା। ତାଙ୍କ ରଚିତ କବିତା ବହିଗୁଡ଼ିକ ଯଥା ପଲ୍ଲୀଶ୍ରୀ, ପାଣ୍ଡୁଲିପି, ସ୍ୱଗତ, ହସନ୍ତ, ଭାନୁମତୀର ଦେଶ, ଅଭିଯାନ, କବିତା 1962 ସହିତ ଗପ ବହି, ମଶାଣିର ଫୁଲ, ମାଟିର ତାଜ, ଛାଇ, ମାଙ୍କଡ଼ ଓ ଅନ୍ୟାନ୍ୟ ଗଳ୍ପ, ଏକମାତ୍ର ଉପନ୍ୟାସ ଚିତ୍ରଗ୍ରୀବ, ଏକମାତ୍ର ଗୀତିନାଟ୍ୟ ପୂର୍ଣ୍ଣିମା ଏବଂ ଆଲୋଚନା ଗ୍ରନ୍ଥ ସାହିତ୍ୟର ବିଚାର ଓ ମୂଲ୍ୟବୋଧ ରହିଛନ୍ତି। ମଶାଣିର ଫୁଲ ଗଳ୍ପରେ ବିବାହର ଅଳ୍ପ କିଛି ଦିନ ପରେ ସ୍ୱାମୀ ଛଡ଼ା ହୋଇ ଓଡ଼ିଶାର ଜନୈକ ଗାଁର ସୁନ୍ଦରୀ ଯୁବତୀ ବୋହୂ ଯୌନ ଉତ୍ତେଜନା ସହି ନ ପାରି ବେଶ୍ୟାବୃତ୍ତି କରି ପାପଗର୍ଭ ନଷ୍ଟ କରିବାକୁ ଯାଇ ଔଷଧ ଖାଇ ବିଷାକ୍ତ ଦେହରେ ହଠାତ୍ ମରିଯାଇ ମଶାଣି ଭୂଇଁରେ ନିଷ୍ଠୁର ମଡ଼ାଚଣ୍ଡିଆ ଜଗୁତିଆଡ଼ିର ସମବେଦନା ଭରା ହୃଦୟରେ ମହଳ ମେଘୁଆ ଜହ୍ନ ଆଲୁଅରେ ହୋଇଯାଇଛି ମଶାଣିର ଫୁଲର ତର୍କଣା। ସେହିପରି ଧର୍ମର ବାଡ଼ ଡେଇଁ ନ ପାରି ହିନ୍ଦୁ ଯୁବକ ମଦନା ଏବଂ ମୁସଲମାନୀ ଯୁବତୀ ଅମିନା ପିଲାଟି ବେଳୁ ସାଙ୍ଗ ଥାଇ ପଡ଼ୋଶୀର ରହି ଯୌବନର ଅମର ପ୍ରେମରେ ରହିକି ବି ବାହା ହୋଇ ନ ପାରି ଛାଡ଼ପତ୍ରୀ ଅମିନା କିପରି ପ୍ରେମିକ ମଦନାର ଆଖିରେ କବର ଭୂଇଁରେ ମାଟିର ତାଜ ବା ମୁକୁଟର ପରିକଳ୍ପନାର ଦୁଃଖଭରା ଗଳ୍ପ। ମଣିଷ ନିଜର ଭବିଷ୍ୟତକୁ ଜାଣିବାର ଦୁର୍ବାର ଆଗ୍ରହରେ ଜ୍ୟୋତିଷ ବିଦ୍ୟା ବଳରେ ଜ୍ୟୋତିଷକୁ ହାତ ଦେଖାଇ ଠକାମିର ଶିକାର ହେବା ସତ୍ତ୍ୱେ ବି ମିଛର ମୋହନୀୟ ନିର୍ଦ୍ଦୋଷ ଆଗ୍ରହ ଏବଂ ପେଟପୋଷ ନାହିଁ ଦୋଷର ପ୍ରଗତିଶୀଳ ଚେତନାର ଭ୍ରମ ସଂଶୋଧିତ କାଳଜୟୀ ଗଳ୍ପ ହାତ। ବିପତ୍ନିକ ପୁରୁଷ ତଥା ପୋଥାଳ ଗାଁର ପଣ୍ଡିତ ମନ୍ୟ ବିଶ୍ୱମ୍ବର ବ୍ରାହ୍ମଣ ଜ୍ୟୋତିଷ ଜ୍ଞାନୀ ପୁତ୍ର ଓ ପୁତ୍ରବଧୂର ଯୌନ ସମ୍ପର୍କ କଥା ଭାବି ନିଜେ ଯୌନ ରୋଗରେ ପୀଡ଼ିତ ହୋଇ ମୂଲିଆଣୀ ସହିତ ନଟାବୁଦାରେ ଯୌନ ସମ୍ପର୍କ ତଥା ଦୈହିକ ମିଳନରେ ଥାଇ ହଠାତ୍ ପୁଅ ଆଖିରେ ଧରାପଡ଼ିଯାଇ ବାପ ଓ ପୁଅ ମାନସିକ ଅଶାନ୍ତିରେ ରହି ଆକସ୍ମିକ ପାଗଳପ୍ରାୟ ମୃତ୍ୟୁର ଶିକାର ଓ ପ୍ରଳାପିତ ଗଳ୍ପ ପଣ୍ଡିତଙ୍କ ମୃତ୍ୟୁ, ପୋଲିସ ଚାକିରିର ଆସ୍ଫାଳନ, ଗର୍ବ, ଅଭିମାନ, କ୍ଷମତାଧୀଶ ବାବୁ ଥାନା ଦାରୋଗା ବୈରୀଗଞ୍ଜନ ବଳିୟାର ସିଂହଙ୍କ ଉଦ୍ଧତ ପତ୍ନୀ, କ୍ଷମତା ନଥିବା ମାଷ୍ଟର ପତ୍ନୀଙ୍କ ପାଖରେ ବୃଥା ଆଟପକାରିଣୀ, ଭାଗ୍ୟ ବିଡ଼ମ୍ବନାରେ ବିଧବା, ବିଳାପର ଗଳ୍ପ, ଦାରୋଗାଙ୍କ କୁକୁର। ବ୍ୟଙ୍ଗାତ୍ମକ ଗଳ୍ପ। ଅନ୍ଧାରୁଆ ଗଳ୍ପରେ ନିରୀହ ଚାଷୀ ପହଲି ପ୍ରଧାନ ବର୍ଷା ଋତୁରେ କ୍ଷେତରେ ଶୋଇଥିବା ବେଳେ ମୁଢ଼ି ବାଉଁଶ ଠେଙ୍ଗାରେ ଗାଈଟିକୁ ମାରି ଗୋହତ୍ୟା ପାତକ ଦୋଷରେ ଦୋଷୀ ହୋଇ ଗାଁ ଲୋକଙ୍କର କୁସଂସ୍କାର ଅନ୍ଧବିଶ୍ୱାସର ଅତ୍ୟାଚାରରେ ପଡ଼ି କିଭଳି ନିରୀହ ଜୀବନକୁ ମୃତ୍ୟୁ ମୁଖରେ ପକାଇଛି ତାହାରି ଦୁଃଖାନ୍ତକ ଗଳ୍ପ ଅନ୍ଧାରୁଆ। ସେହିପରି ମଲା କଇଁରେ ପ୍ରେମିକା ପାଇଁ ତାର ଭାଲୁକୁଣି ଓଷା ପାଇଁ ପୋଖରୀରେ ଯାଇ କଇଁ ଆଣିବାକୁ ଏବଂ କଇଁ ନାଡ଼ରେ ଛନ୍ଦି ହୋଇଯାଇ ନିରୀହ ପ୍ରେମିକ କିଭଳି ପ୍ରେମିକା ପାଇଁ ପାଣିରେ ବୁଡ଼ି ମରିଯାଇଛି ତାର ଦୁଃଖାନ୍ତକ ବର୍ଣ୍ଣନା। ଏହିପରି ସଚ୍ଚିଦାନନ୍ଦ ରାଉତରାୟଙ୍କର ଗଳ୍ପର ସ୍ୱଳ୍ପ ନମୁନା। ସେହିପରି ପାଣ୍ଡୁଲିପି କବିତା ପୁସ୍ତକରେ ରହିଥିବା ପ୍ରତିମା ନାୟକ ଏକ ନାରୀବାଚକ ବ୍ୟକ୍ତିକୈନ୍ଦ୍ରିକ ଚିତ୍ରଣ ଥିବା ଗାଥାଶ୍ରେଣୀୟ କବିତା। କବି ଏହି କବିତାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ସମ୍ଭବତଃ ରଚନା କରିଥିବାର ଚିହ୍ନ କବିତାରୁ ଜଣାଯାଇଥାଏ। କବିତାରେ ଜୀବନ ସଂଗ୍ରାମରେ ବ୍ୟସ୍ତ ନ୍ୟସ୍ତ ଥିବା ଜଣେ ଉତ୍ତୀର୍ଣ୍ଣ ଯୌବନା ବିଗତ ଯୁବା ନାରୀ ନାମ ଯାହାର ପ୍ରତିମା ନାୟକ,
ଜୀବନ ଯୁଦ୍ଧର ପ୍ରତିମା ରୂପୀ ହିରୋ ବୀର ନାୟକ ତଥା କବିଙ୍କର କଲେଜ ସହପାଠିନୀ ଗାର୍ଲଫ୍ରେଣ୍ଡ ଏକଦା ବିଏ ଶ୍ରେଣୀର ପାଠ ପଢ଼ିବା ସମୟରେ କଲେଜ କୁଇନ୍ ସୁନ୍ଦରୀ ଛାତ୍ରୀ ସ୍ୱାଧ୍ୟାୟୀ ପ୍ରତିମା ଏବଂ ବର୍ତ୍ତମାନ ଜୀବନର ହତଶିରୀ ଚାକିରିଜୀବିନୀ ବ୍ରଣରେ ଭର୍ତ୍ତି ଥିବା ମହିଳା ଜୀର୍ଣ୍ଣ ଶରୀରଧାରିଣୀ କିରାଣୀ ପ୍ରତିମାର ଅକସ୍ମାତ୍ ସାକ୍ଷାତ ପରେ କବି ପ୍ରତିମାକୁ ପଚାରି ତାର ଅଧୁରା ଅଧା ରହିଥିବା ଜୀବନ ବୃତ୍ତାନ୍ତ ସମ୍ବନ୍ଧରେ ଜାଣି ବିଶ୍ୱଯୁଦ୍ଧର ବିଭୀଷିକା ସହିତ ଜୀବନ ଯୁଦ୍ଧରେ ସାହସୀ ସୈନିକା ପ୍ରତିମାର ତୁଳନାତ୍ମକ ତଥା କଳାତ୍ମକ କାଳଜୟୀ ଅନନ୍ୟ କବିତାର ସର୍ଜନା ପ୍ରତିମା ନାୟକ ବାସ୍ତବରେ ଏକ ଅବିସ୍ମରଣୀୟ ବହୁପାଠ୍ୟ କବିତା ଅଟେ। କବିତା ମୁହୂର୍ତ୍ତକର ଚିତ୍ରଣ ବିନ୍ଦୁଟିଏର ବର୍ଣ୍ଣମୟ ବିଭା ବା ଜ୍ୟୋତି ସ୍ଫୁରଣ ମନଲୋଭା ଦୃଶ୍ୟପଟ ଜୀବନ ପୃଷ୍ଠଭୂମିର ସାକ୍ଷାତ ମାତ୍ରରୁ ଜୀବନଲିପିର ପରିସ୍ଫୁଟନୀୟ ସନ୍ଦେଶ ଆକାଶରେ ମେଘୁଆ ମଇଳା ଜହ୍ନର ଉଦୟନ ଆଲୁଅ ଅନ୍ଧାର ମଧ୍ୟରେ ଏକ ସହାବସ୍ଥାନ ଜହ୍ନର ରୂପ କବି ଦୃଷ୍ଟିରେ ସାବୁନର ଫେଣ ପରି ନିର୍ମଳତାର ଦ୍ୟୁତି ଆଣିଛି। ଚିତ୍ରକଳ୍ପର ପ୍ରତୀତି ହୋଇ ଦୂରରେ କାରଖାନାର ଚିମିଣି ବା ଚିମ୍ନିରେ ସେଁ ସେଁ ଶବ୍ଦ କରି କ୍ଷୀଣ କର୍ମ ଧୂଆଁ ଛାଡ଼ୁଛି। ଧାନ ଜମିର ଶାଗୁଆ କ୍ଷେତର ରେଳପୋଲ ଉପରେ ରାତି 8ଟା ସମୟର ଡାକଗାଡ଼ି ବା ମେଲ୍ ଟ୍ରେନ୍ ଯାଉଛି। ସମୟର ଗତିଶୀଳତା ତଥା ଜୀବନଯାତ୍ରାର ରାଗିଣୀ ଗାଇ ଚକୁଆ ଚକୋଇ ବା ଟେଣ୍ଟୋଇ ପକ୍ଷୀ ଟେଁ ଟେଁ ଶବ୍ଦ କରି ଉଡ଼ି ବୁଲୁଛି। ଠିକ୍ ଏହିସବୁ ପାରିବେଶିକ ମୁହୂର୍ତ୍ତମାନଙ୍କ ଭିତରେ କବିଙ୍କର ତାଙ୍କର ଅତୀତର କଲେଜ ସହପାଠିନୀ ପ୍ରତିମା ନାୟକ ନାମକ ଝିଅଙ୍କ ସହିତ ଭେଟ ସାକ୍ଷାତ ଆକସ୍ମିକ ଭାବରେ ହୋଇଯାଇଛି। କାବ୍ୟରେ ନାରୀର ରୂପ ବର୍ଣ୍ଣନା ଥିବାର ଏକ ସୁଦୃଢ଼ ପରମ୍ପରା ବା ପ୍ରଥା ଅଛି। ସେହି ନାଁରେ କବି ଏହି କବିତାରେ ବି ପ୍ରତିମା ନାମ୍ନୀ ନାରୀର ରୂପ ବର୍ଣ୍ଣନା ଦେଇ କହୁଛନ୍ତି ପ୍ରତିମାର ମୁଖମଣ୍ଡଳ ବା ମୁହଁରେ ଅନେକ ବ୍ରଣ ଭର୍ତ୍ତି ହୋଇ ମୁହଁକୁ କରିଛି ଅସୁନ୍ଦର ମଳିନ ହାଡ଼ୁଆ ଯେଉଁଥିରେ କୌଣସି ପ୍ରସାଧନ ବା ସ୍ନୋ ପାଉଡର ଲିପଷ୍ଟିକ୍ କଳା ଆଇବ୍ରୋ ବୋଳ ପ୍ରଲେପ ନାହିଁ। ସାଦାସିଧା ଚେହେରା ହାତରେ ପ୍ରତିମା ଚମଡ଼ାର ଭେନିଟି ବ୍ୟାଗ ଧରିଛି। କଥାରୁ ବା ଚାହାଣୀରୁ ପ୍ରତିମାର ବ୍ୟର୍ଥ ବିଫଳ ଜୀବନର ସୂଚନା ସଂକେତ ବା ଆଭାସ କବି ପାଇଛନ୍ତି ଯାହାକି ପ୍ରତିମାର ଶରୀରରେ ପ୍ରତିଫଳିତ ହୋଇଥିବାର କବି ଦେଖୁଛନ୍ତି। ଦେହରେ ରୋଗ ଥିବାରୁ ଦେହ ପତଳା ହୋଇଯାଇଛି ପ୍ରତିମାର ଯେଉଁଥିରେ କଲେଜରେ ପଢ଼ୁଥିବା ବେଳର ହୃଷ୍ଟପୁଷ୍ଟତା ସ୍ୱାସ୍ଥ୍ୟବତୀତା ନାହିଁ। ଅତୀତରେ ପ୍ରତିମା ସୁନ୍ଦରୀ ଥିଲା ସ୍ୱାସ୍ଥ୍ୟବତୀ ଥିଲା ଯାହାକି ବର୍ତ୍ତମାନ ସମୟରେ ନାହିଁ। ଢିଲା ଶକ୍ତିହୀନ ପତଳା ଶରୀର ପ୍ରତିମାର ଗୋରା ବଦଳରେ ମାଟିଆ ସାଉଁଳା ହୋଇଯାଇଛି। କବି ସୈନିକର ଖାକି ମାଟିଆ ପୋଷାକ ସହିତ ଉପମିତ ଉଦାହରଣ କରିଛନ୍ତି ପ୍ରତିମାର ଶରୀର ଓ ତାର ମାଟିଆ ଶାଢ଼ୀ ପିନ୍ଧା ପୋଷାକକୁ। କାରଣ କବିତା ରଚନାର ସମୟରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ମୁଦ୍ରାଙ୍କ ଚିହ୍ନ ଅଛି ସେଥିପାଇଁ। ଏମିତି ଦେଖିଲେ ମଣିଷର ଶରୀର ମାଟିଆ ଅଟେ। ଡ୍ରଇଂ ରୁମ୍ରେ ବା ବୈଠକଖାନା ଘରର ସେଣ୍ଟର ଟେବୁଲରେ କୃତ୍ରିମ କାଗଜ ଫୁଲରେ ମଣିଷ ସୁଖୀ ମନ ଘରକୁ ସଜାଏ ଯେଉଁଥିରେ ବାହାରର ଧୂଳିମଳି କାଗଜ ଫୁଲରେ ଜମିଯାଏ। ଠିକ୍ ସେମିତି ପ୍ରତିମାର ଦେହରେ ବୟସ ଆଧିକ୍ୟର ଧୂଳି ଜମିଯାଇଛି ଅର୍ଥାତ୍ ଏହା ଭିତରେ ପ୍ରତିମା ବୟସ୍କା ହୋଇଯାଇଛି। ଦେଖା ସାକ୍ଷାତ ପରେ କବି ପ୍ରତିମାକୁ ତାର ଏଭଳି ଜୀବନ ବୃତ୍ତାନ୍ତ କିଭଳି ହେଲାର କାରଣ ପଚାରିଛନ୍ତି ଜାଣି ଦୁଃଖିତ ହୋଇଛନ୍ତି। ଆଉ ସେଇ ଦୁଃଖକୁ বিষণ্ଣ ଗୋଧୂଳି କହିଛନ୍ତି କାବ୍ୟିକ ବାକ୍ୟାଂଶରେ। ଗୋଧୂଳି ଆଲୁଅ ଅନ୍ଧାରର ମଧ୍ୟବର୍ତ୍ତୀ ସାମୟିକ କ୍ଷଣିକ ସ୍ଥିତି। ସକାଳେ ଏବଂ ସନ୍ଧ୍ୟାରେ ଆସେ। ଅତୀତର କଲେଜ ବୟ ଫ୍ରେଣ୍ଡ ଥିବା ଏବଂ ଏବେ ପ୍ରୌଢ଼ ଭଦ୍ରବ୍ୟକ୍ତି ପାଲଟି ଯାଇଥିବା କବିଙ୍କୁ ସାକ୍ଷାତରେ ତଥା ତାଙ୍କ ଜିଜ୍ଞାସୁ ପ୍ରଶ୍ନରେ ପ୍ରତିମା ତାର ପରବର୍ତ୍ତୀ ଜୀବନ କାହାଣୀ କହିଛି। ସାମାନ୍ୟ ହସି ଦେଇଛି। ଖୋଲା ଜାଗାରେ ଆକାଶ ପୃଥିବୀର ମିଳନସ୍ଥଳ ଚକ୍ରବାଳ ବା ଦିଗ୍ବଳୟ ବା ହୋରାଇଜନରେ କବି ଓ ପ୍ରତିମା ନାୟକ ଦୁହେଁ ଠିଆ ହୋଇ ଗପୁଛନ୍ତି ସାକ୍ଷାତ ରୀତିରେ ଯାହାକି କବି ଦୃଷ୍ଟିରେ ଅତୀତ ଓ ବର୍ତ୍ତମାନ ବା ଆବେଗିକ ସ୍ୱପ୍ନ ଓ ନିଷ୍ଠୁର ବାସ୍ତବତାର ଏକ ଦ୍ୱନ୍ଦ୍ୱର ଦ୍ୱୟ ରୂପ ହୋଇଛି। 2ଟି ବର୍ଷ କବି ଓ ପ୍ରତିମା ଏକାଠି ସାଙ୍ଗ ହୋଇ ପାଠ ପଢ଼ିଥିଲେ କଲେଜରେ। ସେହି 2ଟି ବର୍ଷର ସ୍ମୃତିର ଏ ଭେଟାଭେଟି ଯାହାକି ଜୀବନ ତଥା ସମୟ ସାଗରର ବନ୍ଦର ବା ମୁହାଣ ପାଲଟିଥିଲା। ସେହି ସାକ୍ଷାତର ବନ୍ଦରରେ ଦୁହେଁ ଠିଆ ହୋଇଛନ୍ତି ଏବେ ବା ବର୍ତ୍ତମାନ ଯାହାକି ବିଶେଷତ୍ୱହୀନ ଅଚମକ ଧୂଆଁଳିଆ ଯୁଦ୍ଧର ଭୟିକ ବାତାବରଣ ମାତ୍ର। ଅନେକ ଦୂରରେ
ଲାସ୍ କଟା ଘରର ପୋଷ୍ଟମର୍ଟମ ହାଉସ୍, ଯେଉଁଠି ମଣିଷ ଶବର ବ୍ୟବଚ୍ଛେଦ ଚାଲିଛି, ଏଠି କବିତାରେ କିନ୍ତୁ ପ୍ରତିମା ଜୀବନର ବ୍ୟବଚ୍ଛେଦ କବି କରିଛନ୍ତି କବିତାଟିରେ। ଘର ଭିତରେ ଏକ ଲଣ୍ଠନର କ୍ଷୀଣ ଆଲୁଅ ଭୟଙ୍କର ଦିଶୁଥିଲା କବି ଆଖିକୁ। କବିତାରେ ପ୍ରତିମାର ନିରିମାଖି ଜୀବନର ଜ୍ୟୋତିର କ୍ଷୀଣ ଆଭାସ କବି ଶୁଣୁଥିଲେ। ପ୍ରତିମା ଫିଲୋସଫି ବା ଦର୍ଶନ ଶାସ୍ତ୍ରରେ MA ପାଠ ପଢ଼ିଥିଲେ ବି ତାହା ଅଧାରୁ ରହିଯାଇଥିଲା। ପୂରା ପାଠ ପଢ଼ି ପାରିଲା ନାହିଁ। ବାହାଘର ବି ଭାଙ୍ଗିଗଲା, ହୋଇପାରିନଥିଲା। ପ୍ରତିମାର ଯୁବକକୁ ପ୍ରେମ ବ୍ୟାପାର ବି ଅଧା ରହିଯାଇଥିଲା, ଅର୍ଥାତ୍ ପ୍ରେମ ବିବାହକୁ ବଦଳି ପାରିନଥିଲା। ବାପା ମରିଗଲେ, ଧାର କରଜର ଋଣ ଭାରରେ ଘର ବୁଡ଼ିଗଲା। ଭାଇ ଭାଗ ଅର୍ଥାତ୍ ବାପା, ବଡ଼ବାପା, ଦାଦା, ଘରର ଏକାନ୍ନବର୍ତ୍ତୀ ପରିବାର ଖଣ୍ଡ ଖଣ୍ଡ ହୋଇଗଲା। କଥାରେ ଅଛି ଯେତେ ଭାଇ ସେତେ ଘର। ତେଣୁକରି ପ୍ରତିମାର ଜୀବନରେ ଗୃହଭେଦ ଆସିଲା। ଆର୍ଥିକ ଦୁରାବସ୍ଥା ଓ ପାରିବାରିକ ଦୁର୍ଗତି ପାଇଁ ପ୍ରତିମା ନିଜ ଜୀବନରେ ଉଚ୍ଚତର ଶିକ୍ଷା ଦର୍ଶନ ଶାସ୍ତ୍ରରେ MA ଡିଗ୍ରୀ ପଢ଼ିପାରିଲା ନାହିଁ। ପିତୃ ସଂଗଠିତ ଦୁସ୍ଥ ପରିବାରର ଦାୟିତ୍ୱ ନିଜେ ବହନ କଲା। ସପ୍ଲାଇ ବିଭାଗରେ କେରାଣୀ ଚାକିରି କରି କାନ୍ଧରେ ଭ୍ୟାନିଟି ବ୍ୟାଗକୁ ଝୁଲାଇ ଏଭଳି ଦୁଃସ୍ଥିତିରେ କି ଯେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧର ବିଭୀଷିକାର ଦୁଃଖଦ ସ୍ଥିତିରେ ଦ୍ୱିତୀୟ ବିଶ୍ୱଯୁଦ୍ଧର ସମୟ ହୋଇଥିଲା 1943 ମସିହାରେ। ଦେଶ ଛାରଖାର ହେଲା। ବିଶ୍ୱରେ ଯୁଦ୍ଧର ଧ୍ୱଂସ ବିଧ୍ୱଂସ ପରିସ୍ଥିତି। ଭୂମି ଯୁଦ୍ଧ ସହିତ ପ୍ରତିମାର ଜୀବନ ଯୁଦ୍ଧ ସମତାଳରେ ଗତି କରିଥିଲା। ଚାକିରିରେ ଦରମା ବେଶ୍ ଭଲ ପାଉଥିଲା। ଚଳିବାରେ ଅସୁବିଧା ନଥିଲା। ଏହା ହେଉଛି ପ୍ରତିମା ନାୟକର ଜୀବନର ଇତିହାସ, ତାର ବୃତ୍ତାନ୍ତ ବା ଗାଥା ବା କାହାଣୀ। ସଂକ୍ଷିପ୍ତ କବିତାଟି ଆଶାବାଦର ସ୍ୱର ପାଠକବର୍ଗଙ୍କୁ ଶୁଣାଏ। ଜୀବନର ଶତ ଝଡ଼ଝଞ୍ଜା ଦୁଃଖ ସହନକୁ ପ୍ରତିମା ଛାତିରେ ଦମ୍ଭ ଧୈର୍ଯ୍ୟ ଧରି ମୁକାବିଲା କରିଛି, ନିରାଶ ହୋଇନାହିଁ। ଜୀବନ ଯେ ବିଫଳତା ହେଉଛି ସଫଳତାର ଚାବିକାଠି ବା ଫେଲ୍ୟୁଅର ଇଜ୍ ଦ ପିଲାର ଅଫ୍ ସକ୍ସେସ୍ ବୋଲି ପ୍ରତିମା ବୁଝିଛି ବୋଲି କବି ରଚିତ କବିତାର ନାୟକ ବା ପ୍ରତୀକ ହୋଇଛି, ବ୍ୟକ୍ତିବାଚକ ପ୍ରତୀକିତ ପ୍ରତିନିଧି ହୋଇଛି କବିତାଟି। କବିତାର ଆଶାବାଦୀ ଦିଗ ହେଲା ପ୍ରତିମା ଦୁଃଖ ସହି ଜୀବନକୁ ଆହ୍ୱାନ ବା ଚ୍ୟାଲେଞ୍ଜ ରୂପେ ଗ୍ରହଣ କରିବାର ନମୁନା। କବି ବାକ୍ୟରେ ଏପରି: ପ୍ରତିମା ନାୟକ ହସେ, ଓଠେ ତାର ସ୍ୱପ୍ନର ଆଭାସ, ମୁହଁରେ ଖାକି ବା ମାଟିଆ ହସ, ଆଖିରେ ତାର ରାତିର ଇସାରା, ଦୁଇ ପାଖେ ଦ୍ରୁତବନ ଗତିବାନ ନକ୍ଷତ୍ରର ଧାରା। ଆହା ହସୁ ହସୁ ପ୍ରତିମା ନାୟକ, ଅଞ୍ଚଳତା ନାଇଁ ଦେହେ, ଦେଖିଅଛି ଖାକିର ପୋଷାକ। ଅର୍ଥାତ୍ ପ୍ରତିମା ଆଶା ହରାଇ ନାହିଁ। ସେ କାମନା କରିଛି କି ଭଗବାନ ଚାହିଁଲେ ସେ ବାହା ହୋଇପାରିବ। ତାର ଉଦ୍ୟମ ଓ ନିଷ୍ଠାରେ ପରିବାର ସଜାଡ଼ି ହେବ। ଆଜି ଶୁଖିଲା ହସ ହସୁଛି, କାଲି ସୁଖର ହୃଦୟ ଖୋଲା ହସ ହସିବ। ସୁଖ ସମୃଦ୍ଧି ପାଇବ ଜୀବନ। ଭବିଷ୍ୟତ ଅନିଶ୍ଚିତ, ଅନ୍ଧାର ଅନାଗତ ଅଜଣାର ରାତିଟିଏ। ଜୀବନଯାତ୍ରାରେ ଭୟାତୁର ରହସ୍ୟମୟ ଜଣା ନଥିବା ଜଙ୍ଗଲର ପଥ ଥିଲେ ବି ତାକୁ ସାହସର ସହିତ ଅତିକ୍ରମ କରିବା ଜୀବନର ଧର୍ମ। ଭାଗ୍ୟ ନକ୍ଷତ୍ର ଜୀବନର ବିସ୍ତୃତ ଆକାଶରେ ସୌଭାଗ୍ୟଦୀପ୍ତ ଅବଶ୍ୟ ହେବ। କାରଣ ସୁଖ ଦୁଃଖ ଜୀବନର ଚକ୍ରାକାର ଗତି ଉପର ତଳରେ ଜୀବନକୁ ଉଠାଏ ପକାଏ। ସେଥିପାଇଁ ଭାବିବାର ଦରକାର ନାହିଁ। ସାହସ ଧୈର୍ଯ୍ୟ ଏଥିପାଇଁ ଆବଶ୍ୟକ। ଶାଢ଼ୀର କାନିକୁ ପ୍ରତିମା ନ ଘୋଡ଼ାଇ ପିଠିକୁ ବ୍ଲାଉଜ ଦ୍ୱାରା ଦେଖାଇ ଜୀବନ ବାଟ ଚାଲୁଛି। ଜୀବନ ଯେତେବେଳେ ସୁନ୍ଦର ହେବା କଥା, ସଲଜ୍ଜର ଲଜ୍ଜାଶୀଳତାର ହେବା କଥା, ସେତେବେଳେ ତ ହୋଇପାରି ନଥିଲା। ଆଉ ଏବେ ପ୍ରତିମା ପାଇଁ ଯୋଦ୍ଧା ବେଶରେ ହେବ ଆଉ କେମିତି? କବିତାଟି ରଚନା ଦିଗରୁ ଚମତ୍କାର। ଭାଷା ଭାବ ଓ ଭଙ୍ଗୀରେ ବୌଦ୍ଧିକତାର ଛାପ ଦୃଶ୍ୟମାନ ହୋଇଅଛି। ଷ୍ଟ୍ରଗଲ୍ ଫର ଏକ୍ଜିଷ୍ଟାନ୍ସ ବା ସଂଗ୍ରାମ ହିଁ ଜୀବନକୁ ସ୍ଥିତି ଦିଏ, ଏହାରି ବାର୍ତ୍ତା ସ୍ଥିତିବାଦୀ ଚେତନାର ଏହି କବିତା ପ୍ରତିମା ନାୟକ।